ଝିଅଟିଏ ନିଜ ବାପାଙ୍କୁ ପଚାରିଲା, ବାପା, ଘର ଭିତରେ ଅଛି, ଫୁଲ ଗଛକୁ ନେଇ ବାହାରେ ବଗିଚାରେ ଲଗେଇଲେ କେମିତି ହୁଅନ୍ତା? ବାପା ଚିନ୍ତା କରି କହିଲେ, ମାଲୋ, ଗଛ ପରା 4 ବର୍ଷର ହୋଇଗଲାଣି, ସେ କ'ଣ ନୂଆ ମାଟିରେ ଏବେ ବଢ଼ିପାରିବ? ଢଳି ଯିବନି? ଝିଅ ଆଖିରେ ଲୁହ ଛଳ ଛଳ ହୋଇ କହିଲା, ବାପା, ଆଉ ଗୋଟେ ଫୁଲ ଗଛ 22 ବର୍ଷ ହେଲା ତୁମ ଅଗଣାରେ ବଢ଼ୁଛି, ତାକୁ କେମିତି ପର ଘରକୁ ଠେଲି ଦେଉଛ? ନୂଆ ମାଟିରେ ଢଳି ଯିବନି? ବାପା କିଛି ସମୟ ଚିନ୍ତା କରି କହିଲେ, ମାରେ, ପୁରା ସଂସାରରେ ଭଗବାନ ଏହି କଠିନ ଶକ୍ତି କେବଳ ନାରୀଙ୍କୁ ଦେଇଛନ୍ତି। ନାରୀ କଳ୍ପବୃକ୍ଷ ସଦୃଶ। ନିଜେ ସେ ନୂଆ ପରିସ୍ଥିତିରେ ନିଜକୁ ଢଳେଇ ଅନ୍ୟର ସେବା କରି ଚାଲିଥାଏ। ସ୍ନେହ ମମତାର ଡୋରି ଲଗେଇ ଜୀବନ ସାରା ଅନ୍ୟ ପାଇଁ ବଞ୍ଚିଥାଏ। ନାରୀର ଏ ମହାନ ସହନ ଶକ୍ତି ପାଇଁ ସେ ନମସ୍ୟ। ଯଦି ଆପଣଙ୍କୁ ଏ କାହାଣୀଟି ଭଲ ଲାଗିଥିବ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିଦିଅନ୍ତୁ।